ଆଜି ଆମେ ଚାଣକ୍ୟ ନୀତିର କିଛି ଗଭୀର କଥା ଉପରେ ଆଲୋଚନା କରିବା। ଗୋଟେ ୟୁଟ୍ୟୁବ ଭିଡିଓରୁ ଏ ଆଇଡିଆଟା ଆସିଲା। ହଁ ମୁଖ୍ୟତଃ ଦେଖିବା କେମିତି ଆମେ ବିବାଦରୁ ଦୂରେଇ ରହିପାରିବା ଆଉ କାହାକୁ ବିଶ୍ୱାସ କରିବା ଠିକ୍ ନୁହେଁ। ନିଶ୍ଚୟ। ଆଉ ଏ ଜ୍ଞାନ ଭାବନ୍ତୁ କେତେ ପୁରୁଣା, କିନ୍ତୁ ଆଜି ବି ସେତିକି କାମରେ ଆସୁଛି। ହଁ ଏଇଟା ଆମକୁ ଦୈନନ୍ଦିନ ଜୀବନରେ ସମ୍ପର୍କ ଆଉ ପରିସ୍ଥିତିକୁ ବୁଝିବାରେ ବହୁତ ସାହାଯ୍ୟ କରେ। ଏକଦମ। ତମେ ପ୍ରଥମ କଥା, ଚାଣକ୍ୟ କହୁଛନ୍ତି କିଛି ଲୋକଙ୍କଠୁ ପୁରା ଦୂରରେ ରହିବା ଦରକାର, ଯୁକ୍ତି କରିବାନି। ହଁ, କେଉଁମାନେ ସେମାନେ? ସେମାନେ ହେଲେ, ଦେଖନ୍ତୁ, ମୂର୍ଖ ଲୋକ ଯାହା ପାଖରେ ଅସ୍ତ୍ର ଅଛି, ଆଚ୍ଛା। ଆଉ ଯିଏ ବହୁତ ଧନୀ କିମ୍ବା ପାୱାରଫୁଲ, ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଯିଏ ଆମର କିଛି ଗୁପ୍ତ କଥା ଜାଣିଛି। ଏଇଟା ଶୁଣିବାକୁ ସାଧାରଣ ଲାଗୁଛି, କିନ୍ତୁ କାରଣଟା ବହୁତ ଗଭୀର ନା? ହଁ ଏକଦମ ଠିକ୍। ଏଠି କଥାଟା ହେଉଛି, ଏଇଟା ଖାଲି ଗୋଟେ ଉପଦେଶ ନୁହେଁ, ଏକ ପ୍ରକାର କ'ଣ କହନ୍ତି, ଷ୍ଟ୍ରାଟେଜି। ରଣନୀତି। ହଁ, ରଣନୀତି। କାରଣ ଏମାନଙ୍କ ସହ ଯଦି ଆପଣ ବିବାଦ କଲେ ନିଜର ଶକ୍ତି ଯିବ, ସମୟ ଯିବ। ସତ କଥା। ମୂର୍ଖ ଲୋକ ତ କିଛି ବୁଝିବନି, ତା ସହ ଯୁକ୍ତି କରିବା ମାନେ ପାଣିରେ ଗାର ପକେଇବା ସହ ସମାନ। ହଁ, ପୁରା ବେକାର। ଆଉ ଅସ୍ତ୍ରଧାରୀ କିମ୍ବା ଶକ୍ତିଶାଳୀ ଲୋକ, ସେମାନେ ତ ସିଧା କ୍ଷତି କରିପାରନ୍ତି। ଆଉ ଯିଏ ଆମ ରହସ୍ୟ ଜାଣିଛି, ସେ ତ ସେଇଟାକୁ ବ୍ୟବହାର କରିବ, ବ୍ଲାକମେଲ କରିପାରେ, ଅପମାନିତ କରିପାରେ। ତେଣୁ ଏଇଟା ଏକ ପ୍ରକାର ଆତ୍ମରକ୍ଷା। ଏଇଟା ଗୋଟେ ବଡ଼ କଥା କହିଲେ, ନିଜର ଶକ୍ତିର ଅପଚୟକୁ ରୋକିବା। ଆଚ୍ଛା, ଆଉ ଗୋଟେ ବିଭାଗ ବି ଅଛି ଏଥିରେ, କାହା ଉପରେ ଆଦୌ ଭରସା ନ କରିବା। ହଁ, ସେଇଟା ବି ବହୁତ ଜରୁରୀ। ସେଇ ଭିଡିଓରେ କୁହାଯାଇଛି 3 ପ୍ରକାର ଲୋକଙ୍କଠୁ ସବୁବେଳେ ସାବଧାନ ରହିବ। କିଏ କିଏ ସେମାନେ? ଜଣେ ହେଲା ନିଶାସକ୍ତ ବ୍ୟକ୍ତି, ଆଉ ଜଣେ କାମାସକ୍ତ ବ୍ୟକ୍ତି, ଆଉ ତୃତୀୟରେ ହେଲା ସ୍ୱାର୍ଥପର ଲୋକ। ଏମାନେ କାହିଁକି ଏତେ ବିପଜ୍ଜନକ? ଦେଖନ୍ତୁ, କାରଣଟା ସିଧା। ଏମାନଙ୍କର ଯୋଉ ନିଷ୍ପତ୍ତି ଆଉ କାମ, ସେସବୁ ତାଙ୍କର ନିଶା, ବାସନା ନହେଲେ ନିଜ ସ୍ୱାର୍ଥ ଦ୍ୱାରା ଚାଳିତ। ହଁ। ଯିଏ ନିଶାରେ ଅଛି, ତାର ଭଲମନ୍ଦ ବାଛିବା ଶକ୍ତି ନଥାଏ। କାମାସକ୍ତ ଲୋକ ନିଜ ଇଚ୍ଛା ପାଇଁ ଯେକୌଣସି ସ୍ତରକୁ ଯାଇପାରେ। ଆଚ୍ଛା। ଆଉ ସ୍ୱାର୍ଥପର, ସେ ତ ସବୁବେଳେ ନିଜ ଲାଭ ଦେଖିବ। ସେଥିପାଇଁ ସେ କାହାକୁ ବି ଧୋକା ଦେଇପାରେ। ଏମାନଙ୍କ ପାଖରେ ସମ୍ପର୍କର କି ପ୍ରତିଶ୍ରୁତିର କିଛି ମୂଲ୍ୟ ନଥାଏ। ଏସବୁ ଶୁଣିଲା ପରେ ସେ ଭିଡିଓରେ ଗୋଟେ କାହାଣୀ ଥିଲା, ସେଇଟା ମନେ ପଡୁଛି। ଏ ନୀତିଗୁଡ଼ିକୁ ବହୁତ ଭଲ ଭାବେ ବୁଝେଇ ଦେଉଥିଲା ସେଇଟା। ଓହୋ, ହଁ, ସେ କାହାଣୀଟା ବହୁତ ମଜାଦାର ଆଉ ଶିକ୍ଷଣୀୟ। ଜଣେ ରାଜାଙ୍କର 3 ପୁଅ ଥିଲେ। ହଁ। ଆଉ ସେମାନେ ନିଜ ବଳ ଉପରେ ଭାରି ଗର୍ବ କରୁଥିଲେ। ପିତା ମନା କଲେ ବି ଗୋଟେ ନିଷିଦ୍ଧ ଜଙ୍ଗଲକୁ ପଶିଗଲେ ଶିକାର କରିବାକୁ। ସେ ଅହଙ୍କାର ହିଁ ତାଙ୍କୁ ବିପଦରେ ପକେଇଲା। ଏକଦମ। ଜଙ୍ଗଲ ଭିତରେ ପଶିଲେ, ବାଟ ଭୁଲିଗଲେ। ଆଉ ତାପରେ ଭୀଷଣ ଶୋଷ ହେଲା। ପାଣି ଖୋଜୁ ଖୋଜୁ 3 ଜଣ ବହୁତ ସୁନ୍ଦର କନ୍ୟାଙ୍କୁ ଦେଖିଲେ। ହଁ। କିନ୍ତୁ ପାଣି ପିଇବାର ସର୍ତ୍ତ ଥିଲା, ଅଜବ, ସେମାନଙ୍କୁ ବାହା ହେବାକୁ ପଡ଼ିବା। ଆଚ୍ଛା। ରାଜକୁମାରମାନେ ତ ଶୋଷରେ ଆଉଟୁପାଉଟ, ରାଜି ହେଇଗଲେ। କିନ୍ତୁ ପରେ ଯାଇ ଜାଣିଲେ ଯେ ସେମାନେ ପ୍ରକୃତରେ ରାକ୍ଷସୀ ଥିଲେ। ହଁ, ଭୟଙ୍କର କଥା। ଆଉ କାହାଣୀ ଏଇଠି ଆହୁରି ଜଟିଳ ହେଇଗଲା। ଯୋଉ ସାନ ରାକ୍ଷସୀ ଥିଲା, ସେ ସାନ ରାଜକୁମାରଙ୍କୁ ଭଲ ପାଇ ବସିଲା। ଓହୋ। କରାଯିବ, ତାକୁ କିଛି କରାଯିବନି। ଆଚ୍ଛା। ରାଜକୁମାରମାନେ ରାଜି ହେଲେ ନିଶ୍ଚୟ। ହଁ, ରାଜି ହେଲେ। ଆଉ ସେହି ଉପାୟରେ ସେମାନେ ଜଙ୍ଗଲରୁ ବାହାରି ଆସିଲେ। କିନ୍ତୁ କ'ଣ ହେଲା? ଜଙ୍ଗଲ ସୀମା ପାର ହେଲା ପରେ ଯେତେବେଳେ ସେ ବାକି 2 ରାକ୍ଷସୀ ପହଞ୍ଚିଗଲେ ପଛରେ, ଆଉ ପଚାରିଲେ କିଏ ସାହାଯ୍ୟ କଲା ବୋଲି। ଠିକ୍ ସେତିକିବେଳେ ଯୋଉ ବଡ଼ ରାଜକୁମାର, ସେ ନିଜ ରାଗ ଆଉ ଅହଙ୍କାରରେ ପୁରା ଅନ୍ଧ ହୋଇଗଲା। ମାନେ? ସେ ଦେଇଥିବା କଥା ଭୁଲିଗଲା, ସାନ ରାକ୍ଷସୀର ନାଁ କହିଦେଲା। ଆରେ, ଏମିତି କଲା? ହଁ। ଆଉ ଫଳ କ'ଣ ହେଲା? ବାକି 2 ରାକ୍ଷସୀ ନିଜ ସାନ ଭଉଣୀକୁ ବିଶ୍ୱାସଘାତକ କହି ମାରିଦେଲେ। ବହୁତ ଦୁଃଖଦ। ଏଇଟା ଦେଖଉଛି କେମିତି ସ୍ୱାର୍ଥପରତା, ବଡ଼ ରାଜକୁମାର ନିଜ ରାଗ ଶାନ୍ତ କରିବାକୁ ଚାହିଁଲା, ଆଉ କଥା ନ ରଖିବା କେତେ ଭୟଙ୍କର ହୋଇପାରେ। ଏଇଟା ସିଧାସଳଖ ଚାଣକ୍ୟଙ୍କ ସେଇ କଥାକୁ ପ୍ରମାଣିତ କରୁଛି, ସ୍ୱାର୍ଥପର ଲୋକ ଉପରେ କେବେ ଭରସା କରିବନି। ଖାଲି ସ୍ୱାର୍ଥପରତା ନୁହେଁ, ମୋତେ ଲାଗୁଛି ବଡ଼ ରାଜକୁମାରର କାମଟା ଚାଣକ୍ୟଙ୍କ ପ୍ରଥମ ନୀତି ସହ ବି ଯୋଡ଼ା। ଏକ ପ୍ରକାର ଭାବନାତ୍ମକ ମୂର୍ଖତା ବା ଅବିବେକୀ କ୍ରୋଧ, ଯାହା ସହ ବିବାଦ ନ କରିବା କଥା। ଏଠି ସେ ନିଜ କ୍ରୋଧର ବଶବର୍ତ୍ତୀ ହୋଇ ଭୁଲ କରି ବସିଲା। ଏକଦମ ଠିକ୍ କହିଲେ। ସେଇ କ୍ରୋଧ ହିଁ ଗୋଟେ ପ୍ରକାର ମୂର୍ଖତା। ତେଣୁ ଦେଖନ୍ତୁ, ଏ ଆଲୋଚନାରୁ ଆମେ ବୁଝିଲେ ଯେ କୋଉ ଲଢ଼େଇକୁ ଏଡ଼େଇ ଯିବା କଥା ଆଉ କାହା ଉପରେ ଭରସା କରିବା କଥା, ଏ ବିଷୟରେ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେବା ଦରକାର।
ହଁ ଜୀବନରେ ଶାନ୍ତି ଆଉ ସୁରକ୍ଷା ପାଇଁ ଏଇଟା ବହୁତ ଜରୁରୀ। ନିଶ୍ଚୟ। ଏହା ମନରେ ଗୋଟେ ପ୍ରଶ୍ନ ବି ସୃଷ୍ଟି କରୁଛି। ତେବେ ଏସବୁରୁ ଆମେ ପ୍ରକୃତରେ କ'ଣ ଶିଖିଲେ? ଏ ଯୋଉ ପ୍ରାଚୀନ ଜ୍ଞାନ ଏଗୁଡ଼ା ଖାଲି କାହାଣୀ ନୁହେଁ, ନା ନା, ଏଗୁଡ଼ା ଆମ ଦୈନନ୍ଦିନ ଜୀବନ ପାଇଁ ମାନେ ପ୍ରାକ୍ଟିକାଲ ଗାଇଡ୍। ଆଉ ଶେଷରେ ଗୋଟେ କଥା ଭାବିବା ପାଇଁ ଛାଡ଼ିଯାଉଛି। ହଁ କୁହନ୍ତୁ। ଯଦି ଆମେ ଆମ ଚାରିପାଖରେ ଥିବା ଲୋକଙ୍କ ଭିତରେ ଏମିତି ପ୍ରବୃତ୍ତିଗୁଡ଼ିକୁ ମାନେ ଅଯଥା ଯୁକ୍ତି କରିବା କିମ୍ବା ବିଶ୍ୱାସଘାତକ ହେବାର ସମ୍ଭାବନା ଏସବୁକୁ ଯଦି ଆଗରୁ ଟିକେ ଚିହ୍ନି ପାରିବା, ତେବେ ଆମ ସମ୍ପର୍କ ଆଉ ପରିସ୍ଥିତିକୁ ସମ୍ଭାଳିବାରେ କେତେ ଫରକ ଆସିପାରେ।